ଆପଣମାନେ କେବେ ଭାବିଛନ୍ତି ଯେ ଆମର ପ୍ରାର୍ଥନା ସେହି ପରବ୍ରହ୍ମ ପରମାତ୍ମାଙ୍କ ପାଖରେ ପହଞ୍ଚୁଛି ତ ନା କେଉଁଠି ହଜିଯାଉଛି? ନା, ସେହି ପରବ୍ରହ୍ମ ସବୁ ଶୁଣୁଛନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଆମ ମୁହଁରୁ ବାହାରୁଥିବା ପ୍ରତ୍ୟେକ ବଚନ ଏବଂ ମନ ମଧ୍ୟରେ ଉଠୁଥିବା ପ୍ରତ୍ୟେକ ଭାବନାକୁ ସେ ଶୁଣିପାରନ୍ତି ଆଉ ପଢ଼ିପାରନ୍ତି। କିନ୍ତୁ ଗୋଟିଏ ସର୍ତ୍ତ, ଆପଣମାନେ କେମିତି କହୁଛନ୍ତି ଏବଂ କେମିତି ଭାବୁଛନ୍ତି। ସବୁ ଖେଳ ତ ଲୁଚି ରହିଛି ଏଠି। ଜୟ ଜଗନ୍ନାଥ। ଏଠାରେ ମୁଁ ଆପଣମାନଙ୍କୁ କୌଣସି ଜ୍ଞାନ ବାଣ୍ଟୁନି, ବରଂ ଆମେ ସମସ୍ତେ ମିଶି ଆମର ଆତ୍ମାର ବାର୍ତ୍ତାକୁ ଜାଣିବାକୁ ଚେଷ୍ଟା କରିବା ପାଇଁ କହୁଛି। ଆମର ଆତ୍ମା ଆମରି ଭିତରେ ଧୀରେ ଧୀରେ ବହୁତ କଥା କହିଥାଏ। ସେ କହିଥାଏ, ମୁଁ ପୁରାପୁରି ପ୍ରସ୍ତୁତ ଅଛି, କିନ୍ତୁ ମୋତେ ଠିକ୍ ଶବ୍ଦ ପ୍ରଦାନ କର, କାରଣ ଶବ୍ଦ ଖାଲି ବୋଲିବାର ମାଧ୍ୟମ ନୁହେଁ, ଏହା ଚେତନାର ଦ୍ୱାର ଅଟେ। ଆଉ ଏହି ଦ୍ୱାର ଦେଇ ଆମେ କହିଥିବା ଶବ୍ଦ ସବୁ ବ୍ରହ୍ମାଣ୍ଡର ଗଭୀରତା ମଧ୍ୟରେ ପ୍ରବେଶ କରିଥାଏ